ଢେଙ୍କାନାଳ ଜିଲ୍ଲା ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର ଅଭିମୁଖୀକରଣ କାର୍ଯ୍ୟକ୍ରମ କାମାକ୍ଷାନଗର କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଆୟୋଜିତ ଏହି 2 ଦିନିଆ କାର୍ଯ୍ୟକ୍ରମକୁ କାମାକ୍ଷାନଗର ଗୋଷ୍ଠୀ ଶିକ୍ଷାଧିକାରୀ ସରୋଜ କୁମାର ସାହୁ ଉଦ୍ଘାଟନ କରିଥିଲେ। ଜିଲ୍ଲାର ଦକ୍ଷ ତଥା ତାଲିମପ୍ରାପ୍ତ ପ୍ରଶିକ୍ଷକମାନଙ୍କ ଦ୍ୱାରା କ୍ରୀଡ଼ା ଶିକ୍ଷକମାନଙ୍କୁ ଭଲିବଲ, ଆଥଲେଟିକ୍, କବାଡ଼ି, ଖୋ ଖୋ, ଫୁଟବଲ, ହ୍ୟାଣ୍ଡବଲ, ଫାଷ୍ଟ ଏଡ୍, ରେକର୍ଡ ଓ ଟୁର୍ଣ୍ଣାମେଣ୍ଟ ଇତ୍ୟାଦି ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଅକ୍ଷୟ କୁମାର ପଣ୍ଡା, ନରେଶ ଚନ୍ଦ୍ର ମହାରଣା, ସନ୍ତୋଷ କାନୁନଗୋ, ସୁବ୍ରତ କୁମାର ମିଶ୍ର, ସୁଶାନ୍ତ ନାଥ, ଦିଲ୍ଲୀପ କୁମାର ପାଲ, ଅନିଲ ପ୍ରସାଦ ନନ୍ଦ, ରାମକୃଷ୍ଣ ବେହେରା, ପ୍ରମୋଦ କୁମାର ଦାସ ପ୍ରମୁଖ RP ଭାବେ ଯୋଗ ଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏଥିରେ 96 ଜଣ କ୍ରୀଡ଼ା ଶିକ୍ଷକ, ଶିକ୍ଷୟିତ୍ରୀ, ସମସ୍ତ ବ୍ଲକର RP ଏବଂ ସମ୍ପାଦକମାନେ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ। ଭାରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଉଦ୍ଯାପନୀ ସଭା ଆୟୋଜିତ ହୋଇଥିଲା। ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା ଶିକ୍ଷକମାନଙ୍କ ପାଇଁ ଏହିପରି ସ୍ୱଳ୍ପକାଳୀନ ପ୍ରଶିକ୍ଷଣର ଆବଶ୍ୟକତା ରହିଛି ବୋଲି କହିଥିଲେ। କ୍ରୀଡ଼ା ଶିକ୍ଷକ ବିପିନ ବିହାରୀ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ କ୍ରୀଡ଼ା ଶିକ୍ଷକ କ୍ରୀଡ଼ାଶ୍ରୀ ବାନାର୍ଜୀ ମହାନ୍ତି, ଶିକ୍ଷୟିତ୍ରୀ ସୁମିତ୍ରା ଜେନା, ସୌଭାଗିନୀ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। କାମାକ୍ଷାନଗରରୁ ତରଣ ସେନା ବାରିକଙ୍କ ରିପୋର୍ଟ, ଅଷ୍ଟକିଳା ନ୍ୟୁଜ୍।